মনমনা ভব মদ ভগত মদ যাজি মাং নমস্কুরু মাম বিশ্বাসী যুগদেব মাত্মানং মতପରାୟଣ। ମୋ ଠାରେ ମନ ଲଗାଅ, ମୋର ଭକ୍ତ ହୁଅ, ମୋର ପୂଜନ କର, ମୋତେ ପ୍ରଣାମ କର। ଏପରି ଭାବରେ ଆତ୍ମାକୁ ମୋ ଠାରେ ଲଗାଇ ମୋର ପରାୟଣ ହେଲେ ତୁମେ ମୋତେ ହିଁ ପ୍ରାପ୍ତ ହେବ। ଭଗବାନଙ୍କ ଠାରେ ମନ ଲଗାଇବା କ'ଣ? ଭଗବାନ ହିଁ ସର୍ବଶକ୍ତିମାନ, ସର୍ବଜ୍ଞ, ସର୍ବଲୋକ ମହେଶ୍ୱର, ସର୍ବାତୀତ, ସର୍ବମୟ, ନିର୍ଗୁଣ ସଗୁଣ, ନିରାକାର ସାକାର, ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ସମୁଦ୍ର ଓ ପରମ ପ୍ରେମ ସ୍ୱରୂପ ଅଟନ୍ତି। ଏହି ପ୍ରକାରରେ ଭଗବାନଙ୍କର ଗୁଣ, ପ୍ରଭାବ, ତତ୍ତ୍ୱ ଓ ରହସ୍ୟର ଯଥାର୍ଥ ପରିଚୟ ହୋଇଯିବା ଦ୍ୱାରା ଯେତେବେଳେ ସାଧକ ନିଶ୍ଚୟ କରନ୍ତି ଯେ ଏକମାତ୍ର ଭଗବାନ ହିଁ ତାଙ୍କର ପରମ ପ୍ରେମାସ୍ପଦ, ସେତେବେଳେ ଜଗତର କୌଣସି ନାହିଁ ସେତେବେଳେ ଜଗତର କୌଣସି ବସ୍ତୁରେ ତାଙ୍କର ତିଳେ ମାତ୍ର ରମଣୀୟ ବୁଦ୍ଧି ରହେ ନାହିଁ। ଏପରି ଅବସ୍ଥାରେ ସଂସାରର କୌଣସି ଦୁର୍ଲଭରୁ ଦୁର୍ଲଭତର ଭୋଗରେ ମଧ୍ୟ ତାଙ୍କ ପାଇଁ କିଛି ବି ଆକର୍ଷଣ ରହେ ନାହିଁ। ଏହି ପ୍ରକାର ସ୍ଥିତି ହୋଇଗଲେ ସ୍ୱାଭାବିକ ଭାବରେ ଇହଲୋକ ଓ ପରଲୋକର ସମସ୍ତ ବସ୍ତୁର ତାଙ୍କର ମନ ସର୍ବଦା ପ୍ରତ୍ୟାହୃତ ହୋଇଯାଏ ଏବଂ ସେ ଅନନ୍ୟ ତଥା ପରମ ପ୍ରେମ ଓ ଶ୍ରଦ୍ଧାର ସହିତ ନିରନ୍ତର କେବଳ ଭଗବାନଙ୍କର ଚିନ୍ତନ କରି ଚାଲନ୍ତି। ଭଗବାନଙ୍କର ଏପରି ପ୍ରେମ ପୂର୍ଣ୍ଣ ଚିନ୍ତନ ହିଁ ତାଙ୍କ ପ୍ରାଣର ଆଧାର ହୁଏ। ସେ କ୍ଷଣେ ମାତ୍ର ମଧ୍ୟ ପ୍ରଭୁଙ୍କର ବିସ୍ମୃତି ସହିପାରନ୍ତି ନାହିଁ। ଯାହାର ସ୍ଥିତି ଏପରି ହୋଇଯାଏ ତାଙ୍କୁ ଭଗବାନଙ୍କ ଠାରେ ମନ ଲଗାଇବା ମନୁଷ୍ୟ ବୋଲି କହନ୍ତି। ଭଗବାନଙ୍କର ଭକ୍ତ ହୋଇଯିବା କ'ଣ? କେବଳ ମାତ୍ର ଭଗବାନ ହିଁ ପରମ ଗତି, ସେ ହିଁ ଏକମାତ୍ର ଭର୍ତ୍ତା ଓ ସ୍ୱାମୀ, ସେ ହିଁ ପରମ ଆଶ୍ରୟ ଓ ପରମ ଆତ୍ମୀୟ ସଂରକ୍ଷକ। ଏପରି ମାନି ତାଙ୍କ ଉପରେ ନିର୍ଭରଶୀଳ ହୋଇଯିବା, ତାଙ୍କର ପ୍ରତ୍ୟେକ ବିଧାନରେ ସଦା ସନ୍ତୁଷ୍ଟ ରହିବା, ତାଙ୍କରି ଆଜ୍ଞାକୁ ଅନୁସରଣ କରିବା, ଭଗବାନଙ୍କର ନାମ, ରୂପ, ଗୁଣ ଓ ପ୍ରଭାବ, ଲୀଳା ଆଦି ଗ୍ରହଣ, ଶ୍ରବଣ, କୀର୍ତ୍ତନ, ସ୍ମରଣ ପ୍ରଭୃତି କରିବାରେ ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ମଜାଇ ରଖିବା ଓ ତାଙ୍କରି ପ୍ରୀତି ପାଇଁ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଭଗବାନଙ୍କର ଭକ୍ତ ହୋଇଯିବା କହନ୍ତି। ଭଗବାନଙ୍କୁ ପୂଜା କରିବା କ'ଣ? ଭଗବାନଙ୍କ ମନ୍ଦିରକୁ ଯାଇ ତାଙ୍କ ମଙ୍ଗଳମୟ ବିଗ୍ରହକୁ ଯଥାବିଧି ପୂଜା କରିବା, ସୁବିଧା ଅନୁସାରେ ନିଜ ଘରେ ଇଷ୍ଟ ଦେବତାଙ୍କ ମୂର୍ତ୍ତି ସ୍ଥାପନ କରି ବିଧିପୂର୍ବକ ଶ୍ରଦ୍ଧା ଓ ପ୍ରେମର ସହିତ ତାଙ୍କୁ ପୂଜା କରିବା, ନିଜ ହୃଦୟରେ ବା ଅନ୍ତରୀକ୍ଷରେ ନିଜ ଆଗରେ ଭଗବାନର ମାନସିକ ମୂର୍ତ୍ତି ସ୍ଥାପନ କରି ମାନସିକ ପୂଜା କରିବା, ତାଙ୍କର ବଚନ, ତାଙ୍କର ଲୀଳା, ଭୂମି ଓ ଚିତ୍ରପଟ ପ୍ରଭୃତିକୁ ଆଦର ସତ୍କାର କରିବା, ତାଙ୍କର ସେବା କାର୍ଯ୍ୟରେ ନିଜକୁ ସଂଲଗ୍ନ କରି ରଖିବା, ନିଷ୍କାମ ଭାବରେ ଯଜ୍ଞାଦି ଅନୁଷ୍ଠାନ ଦ୍ୱାରା ଭଗବାନଙ୍କୁ ପୂଜା କରିବା, ମାତା ପିତା, ବ୍ରାହ୍ମଣ, ସାଧୁ ସନ୍ଥ ଓ ଗୁରୁଜନମାନଙ୍କୁ ତଥା ଅନ୍ୟ ସମସ୍ତ ପ୍ରାଣୀକୁ ଭଗବାନଙ୍କର ହିଁ ସ୍ୱରୂପ ବୋଲି ବୁଝି ତା ଅନ୍ତର୍ଯ୍ୟାମୀ ରୂପରେ ଭଗବାନଙ୍କୁ ସମସ୍ତଙ୍କ ଠାରେ ବ୍ୟକ୍ତ ବୋଲି ଜାଣି ସମସ୍ତଙ୍କର ଯଥାଯୋଗ୍ୟ ପୂଜା
ଓ ଆଦର ସତ୍କାର କରିବା ଏବଂ ତନ ମଧ୍ୟ ଧନ ଦ୍ୱାରା ସମସ୍ତଙ୍କୁ ଯଥାଯୋଗ୍ୟ ସୁଖ ଦେବାକୁ ତଥା ସମସ୍ତଙ୍କର ହିତ ସାଧନ କରିବାକୁ ଯଥାସ୍ଥ ଚେଷ୍ଟା କରିବା। ଏସବୁ କରିବା ହିଁ ଭଗବାନଙ୍କୁ ପୂଜା କରିବା। ମାମ ପଦ କାହାର ବାଚକ ଓ ତାଙ୍କୁ ନମସ୍କାର କରିବା କଣ? ଯେଉଁ ପରମେଶ୍ୱରଙ୍କ ସଗୁଣ ନିର୍ଗୁଣ ନିରାକାର ସାକାର ଆଦି ଅନେକ ରୂପ ରହିଛି, ଯେ ବିଷ୍ଣୁ ରୂପରେ ସମସ୍ତଙ୍କୁ ପାଳନ କରନ୍ତି, ବ୍ରହ୍ମା ରୂପରେ ସମସ୍ତଙ୍କୁ ରଚନା କରନ୍ତି, ରୁଦ୍ର ରୂପରେ ସମସ୍ତଙ୍କୁ ସଂହାର କରନ୍ତି, ଯେଉଁ ଭଗବାନ ଯୁଗେ ଯୁଗେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ ଆଦି ଦିବ୍ୟ ରୂପରେ ଅବତୀର୍ଣ୍ଣ ହୋଇ ଜଗତରେ ବିଚିତ୍ର ଲୀଳାମାନ କରନ୍ତି, ଯେ ଭକ୍ତମାନଙ୍କର ଇଚ୍ଛା ଅନୁସାରେ ବିଭିନ୍ନ ରୂପରେ ପ୍ରକଟ ହୋଇ ସେମାନଙ୍କୁ ଶରଣ ପ୍ରଦାନ କରନ୍ତି। ମାମ ପଦଟି ହେଉଛି ସମସ୍ତ ଜଗତର କର୍ତ୍ତା, ହର୍ତ୍ତା, ବିଧାତା, ସର୍ବାଧାର, ସର୍ବଶକ୍ତିମାନ, ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବ ସୁହୃଦ, ସର୍ବଗୁଣ ସମ୍ପନ୍ନ, ପରମ ପୁରୁଷୋତ୍ତମ ଏହି ସମଗ୍ର ଭଗବାନଙ୍କର ବାଚକ। ତାଙ୍କର ସାକାର ବା ନିରାକାର ରୂପକୁ, ତାଙ୍କର ମୂର୍ତ୍ତିକୁ, ତାଙ୍କର ଚିତ୍ରପଟକୁ, ତାଙ୍କର ଚରଣକୁ, ଚରଣ ପାଦୁକାକୁ ବା ଚରଣ ଚିହ୍ନକୁ, ତାଙ୍କର ତତ୍ତ୍ୱ, ରହସ୍ୟ, ପ୍ରେମ ପ୍ରଭାବ ଓ ତାଙ୍କର ମଧୁର ଲୀଳାମାନଙ୍କୁ ବ୍ୟାଖ୍ୟାନ କରୁଥିବା ସତ୍ ଶାସ୍ତ୍ରମାନଙ୍କୁ ମାତା ପିତା, ବ୍ରାହ୍ମଣ, ଗୁରୁ, ସାଧୁସନ୍ଥ ଓ ମହାପୁରୁଷମାନଙ୍କୁ ତଥା ବିଶ୍ୱର ସମସ୍ତ ପ୍ରାଣୀଙ୍କୁ ତାଙ୍କରି ସ୍ୱରୂପ ବୋଲି ବୁଝି ବା ଅନ୍ତର୍ଯାମୀ ରୂପରେ ସେ ସବୁଥିରେ ବ୍ୟକ୍ତ ହୋଇଛନ୍ତି ବୋଲି ଜାଣି ଶ୍ରଦ୍ଧା ଭକ୍ତି ସହିତ ମନ, ବାଣୀ, ଶରୀର ଦ୍ୱାରା ଯଥାଯୋଗ୍ୟ ପ୍ରଣାମ କରିବା ହିଁ ଭଗବାନଙ୍କୁ ନମସ୍କାର କରିବା। ଆତ୍ମାନମ୍ ପଦ କାହାର ବାଚକ ଓ ତାହାକୁ ଉପଯୁକ୍ତ ପ୍ରକାରରେ ଭଗବାନଙ୍କ ସହିତ ଯୁକ୍ତ କରିବା କଣ? ଏଠାରେ ଆତ୍ମା ପଦଟି ହେଉଛି ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରର ବାଚକ ତଥା ଇଏ ସବୁ ଉପଯୁକ୍ତ ପ୍ରକାରରେ ଭଗବାନଙ୍କ ଠାରେ ଲଗାଇଦେବା ହିଁ ଆତ୍ମାଙ୍କୁ ଭଗବାନ ସହିତ ଯୁକ୍ତ କରିଦେବା। ଭଗବତ ପରାୟଣ ହେବା କଣ? ଏପରି ଭାବରେ ସବୁ କିଛି ଭଗବାନଙ୍କୁ ସମର୍ପଣ କରିଦେବା ଓ ଭଗବାନଙ୍କୁ ହିଁ ପରମ ପ୍ରାପ୍ୟ, ପରମ ଗତି, ପରମ ଆଶ୍ରୟ ଓ ନିଜର ସର୍ବସ୍ୱ ବୋଲି ବୁଝିଯିବା ହିଁ ଭଗବତ ପରାୟଣ ହେବା। ଏବ ପ୍ରୟୋଗର ଅଭିପ୍ରାୟ କଣ ତଥା ଭଗବାନଙ୍କୁ ପ୍ରାପ୍ତ ହେବା କଣ? ଏବ ପଦ ଅବଧାରଣ ଅର୍ଥରେ ପ୍ରୟୋଗ କରାଯାଇଛି। ଅଭିପ୍ରାୟ ଏହିକି ଯେ ଉପରୋକ୍ତ ପ୍ରକାରରେ ସାଧନା କରି ଭକ୍ତ ଭଗବାନଙ୍କୁ ହିଁ ପ୍ରାପ୍ତ ହେବ। ଏଥିରେ କିଛି ବି ସଂଶୟ ନାହିଁ। ତଥା ଏହି ମନୁଷ୍ୟ ଶରୀରରେ ହିଁ ଭଗବାନଙ୍କର ପ୍ରତ୍ୟକ୍ଷ ସାକ୍ଷାତକାର ହୋଇଯିବା, ଭଗବାନଙ୍କ ତତ୍ତ୍ୱତଃ ଜାଣିପାରି ତାଙ୍କଠାରେ ପ୍ରବେଶ କରିଯିବା ଅଥବା ଭଗବାନଙ୍କର ଦିବ୍ୟ ଲୋକକୁ ଯିବା, ତାଙ୍କ ନିକଟରେ ରହିବା ଅଥବା ତାଙ୍କ ଭଳି ରୂପ ପ୍ରାପ୍ତ ହେବା, ଏସବୁ ହିଁ ଭଗବାନଙ୍କୁ ପ୍ରାପ୍ତ ହେବା। ଓಂ ନମଃ